ଆମେ ଦି ପ୍ରାଣୀ ମଝିରେ ମଝିରେ ଟିକେ ଏମିତି ବୁଲାବୁଲି କରିବାକୁ ନ ଗଲେ ମୁଣ୍ଡଟା ଆମର ବିଗିଡ଼ିଯାଏ। ବ୍ୟସ୍ତବହୁଳ ଜୀବନ ଭିତରେ ଏମିତି ଟିକେ ବୁଲାବୁଲି ଗଲେ ମାଇଣ୍ଡଟା ଟିକେ ଫ୍ରେଶ୍ ହେଇଯାଏ। ଆଉ କାମ କରିବାକୁ ଇଚ୍ଛା ହୁଏ। ଆଉ ଏଇ ଦୁନିଆ ଯାକର ଟେନସନ୍ ନେବା ପାଇଁ ଟିକେ ଶକ୍ତି ମିଳେ। ସକାଳୁ ସକାଳୁ ବାହାରି ପଡ଼ିଲୁ କୋଣାର୍କ ଅଭିମୁଖେ ବାହାରିଛୁ। କୋଣାର୍କ, ପୁରୀ ଆଉ ଭୁବନେଶ୍ୱର ଟିକେ ବୁଲିକି ଆସିବାକୁ, କିନ୍ତୁ ଲଞ୍ଚ ଟାଇମ୍ ହେଇଯାଇଥିଲା। ବହୁତ ଜୋରରେ ଭୋକ ଲାଗୁଥିଲା। ଆଉ ବାଲେଶ୍ୱର ଆଉ କୋଣାର୍କ ମଝିରେ ଆମକୁ ଯେତେବେଳେ ଯାଉ କେଉଁଠି ଗୋଟେ ଖାଇବାକୁ ମିଳେନି ଭଲ। ଅଚାନକ ଗୋଟେ ହୋଟେଲରେ ଆମକୁ ମିଳିଗଲା। ସେଇଠି ଆମକୁ 150 ଟଙ୍କାରେ ବହୁତ ବଢ଼ିଆ ଖାଇବାକୁ ମିଳେ। ପ୍ରମୋସନାଲ ଭିଡ଼ିଓ ନୁହେଁ, ମୋ ନିଜ ଏକ୍ସପିରିଏନ୍ସରୁ। ରେଷ୍ଟୁରାଣ୍ଟର ନାଁ ହେଲା କ୍ରିଷ୍ଣା ରେଷ୍ଟୁରାଣ୍ଟ। ଥାଳିରେ ଦେଇଥିଲେ ପନିର, ସାଲାଡ଼, ଶାଗ ମୁଗ, ମିକ୍ସ ଭେଜ୍, ଆଳୁ ଭେଣ୍ଡି ତରକାରୀ, ଆମ୍ବୁଲ ରାଇ, ବନ୍ଧାକୋବି ତରକାରୀ, ଆଉ ତା ସହିତ ଭାତ। ଡାଲି ବହୁତ ବହଳିଆ ଥିଲା। ଆଉ ଦିଟା ପନିର ପିସ୍ ଦେଇଥିଲେ, ବହୁତ ବଡ଼ ବଡ଼ ଦେଇଥିଲେ। ଭାତ ଚାଉଳର କ୍ୱାଲିଟି ବହୁତ ଭଲ ଥିଲା। ଆମ୍ବୁଲ ରାଇ ତ ବହୁତ ବଢ଼ିଆ ଲାଗୁଥିଲା। ଆଉ ସବୁର ଟେଷ୍ଟ ବହୁତ ବଢ଼ିଆ ଥିଲା। ନାଡ଼ି ପକେଇଥିଲେ ଶାଗ ମୁଗରେ। ପେଟେ ହବ ଖାଇ ଦେଇକି ସ୍ପ୍ରାଇଟ୍ ଟିକେ ପିଇ ଦେଇକି ଲଙ୍ଗ ଡ୍ରାଇଭରେ ବାହାରି ପଡ଼ିଲୁ।